आज आम शुणा कलिजुग गुरु शिष्य संपर्क। आग काल गुरु शिष्य संपर्क अति निबिड़ थिला। गुरु बिना शिष्य, शिष्य बिना गुरु दुहे को दुहे क्षण हेले मध्य रही पारु नथिले। जड़े शिष्य बापा माँ को पछे भूली जीव किंतु गुरु को भूलिब नाही, एभली भाव में थिले से माने। भारत होछि संस्कृतिर देश, ऋषि मुनि मानकर देश, साधु परंपरार देश, सत्य सनातन धर्मर देश। आग काल रे शिष्य माने गुरुकुल आश्रम रे रहुथिले, गुरु को सहित खाउथिले, सोउथिले। शिष्य मानकर मध्य गोटे टाइम टेबल बा समय सारणी थिला। शिष्य मान अंधार उठिबे, उठिला परे ताकर प्रातः स्मरण करिवे। जो प्रातः स्मरण रे पवित्र तीर्थभूमि, नदी, पर्वत, देवादेवी, महापुरुष मानकर नाम गान करा। पुणे से माने स्नान सारिकी यज्ञ मंडप रे बसुथिले, यज्ञ करुथिले। पाठ पढ़ुथिले, काम मध्य करुथिले। गाई चरेइबा, चाष काम करिबा, फलमूल संग्रह करिबा, समिध संग्रह करिबा, भिक्षावृत्ति करिबा, एभली भाव में विभिन्न कार्य सब करुथिले। समस्त को सब काम करने को पड़ूला। एभली भाव में गुरु शिष्य परंपरा तिष्ठि रही। विदेशरू मध्य शिष्य माने आसिकरी भारत वर्ष रे शिक्षा लाभ करुथिले। भारतर संस्कृति को, भाषा को, परंपरा को आपणे नेउथिले। एही थिला पूर्व काल रे गुरु शिष्य संपर्क। कौन सी असुविधा रे पड़िले शिष्य गुरु को लड़ुथिला, गुरुंकर उपदेश अनुसार काम करुथिला। गोटे उदाहरण होची उपमन्यु। गुरुंकर बिना आदेश रे से किसी भक्षण कर नथिले, जहा फल रे से अंध हो जाइथिले। थरे अर्खपत्र खाई करे, अर्खपत्र खाई से अंध हो गले। पुणी गुरुंकर आदेश रे से काम करथिबारो स्वर्गवैद्य अश्विन कुमार तांको पुणी चक्षुदान करथिले। आरुणी मध्य गुरुंको आदेश रे जाइकी हिड़रे शोई पड़िथिले एवं पानी को अटके देथिले। एकलव्य जे कि प्रत्यक्ष भाव में गुरु पाखरे शिक्षा लाभ कर नथिले, से मध्य दृढ़ गुरु को गुरु दक्षिणा स्वरूप निजर दक्षिण हस्तर बुधांगुली काटी देथिले। आज पर्यंत कौन शिष्य एभली दक्षिणा दे नथिबो। गुरु शिष्य सुंदर भाव में रहुथिले। से अरण्यर परिवेश जोठारे कि पशु पक्षी बाघ सिंह मध्य आपणार हो जाउथिले। भरत जे कि सिंहर दांत गणी दौथिले। एथिला निबिड़ संपर्क। आश्रम पाखरे जीवजंतु मान आसिक विचरण करुथिले, केही कहार क्षति कर नथिले। सही समय शिक्षादान आजिर शिक्षादान मध्य बहुत पार्थक्य। एबे जोटा छात्र पढ़ुची, जोटा नवम पढ़िला, परीक्षा सरीगला,
ସେହି ପାଠ ଆଉ ଦଶମରା କାମ ଦେବ ନାହିଁ। କିନ୍ତୁ ଆଗକାଳରେ ଯେଉଁ ଶିକ୍ଷାଦାନ କରୁଥିଲେ ତାହା ମଣିଷ ଜୀବନରେ ପ୍ରତ୍ୟକ୍ଷ ଭାବରେ କାର୍ଯ୍ୟରେ ଆସୁଥିଲା, ଜୀବନରେ ଉପଯୋଗ କରୁଥିଲା। ଯେମିତିକି ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ, ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବ, ଦୁର୍ଯ୍ୟୋଧନ, କର୍ଣ୍ଣ, କୃଷ୍ଣ, ସୁଦାମା, ବଳରାମ, ଏମାନେ ଯେଉଁ ଶିକ୍ଷା ଲାଭ କରିଥିଲେ ଗୁରୁଙ୍କଠାରୁ ତାହା ଜୀବନରେ ଲଗେଇଥିଲେ, ଉପଯୋଗ କରିଥିଲେ। ଆଉ କରୁଥିଲେ ମଧ୍ୟ। ଏମିତିକି ଛାତ୍ର ଯାଇକି ଗୁରୁକୁଳ ଆଶ୍ରମରୁ ଭିକ୍ଷାବୃତ୍ତି ମଧ୍ୟ କରୁଥିଲେ। ଭିକ୍ଷାବୃତ୍ତି ଯେତେବେଳେ ସେମାନେ କୌଣସି ଗାଁକୁ ଭିକ ମାଗି ଯାଉଥିଲେ, ସେ ଗାଁର ଲୋକ ଜାଣୁଥିଲେ ଯେ ଏ ଶିଷ୍ୟ ଜଣକ ଗୁରୁଙ୍କ ଆଶ୍ରମରୁ ଆସିଛନ୍ତି। ତେଣୁକରି ସେ ଶିଷ୍ୟକୁ କେହି ଭିକାରୀ ଭାବୁନଥିଲେ, ଗୁରୁଙ୍କର ଶିଷ୍ୟ ଭାବିକି ତାଙ୍କୁ ଖାଇବା ପିଇବା ଦେଉଥିଲେ ଏବଂ ଆଶ୍ରମ ପାଇଁ ମଧ୍ୟ କିଛି ଯେଉଁଟା ଖାଇବା ଯୋଗ୍ୟ ଧାନ, ଚାଉଳ, ମୁଗ, ବିରି, କୋଳଥ ଯାହା କିଛି ଗଣ୍ଠିଲି ବାନ୍ଧିକି ଦେଉଥିଲେ। ସେହି ସମୟରେ ସେ ଶିଷ୍ୟମାନଙ୍କୁ ସମ୍ମାନ ଦେଉଥିଲେ। ସେମାନେ ସେ ଭିକ ନେଇକରି ଭିକକୁ ଗୁରୁଙ୍କ ପାଖରେ ସମର୍ପଣ କରୁଥିଲେ। ଶିଷ୍ୟମାନେ ଯାଇକି ଗୁରୁକୁଳ ଆଶ୍ରମରେ ପାଠ ପଢ଼ୁଥିଲେ। ଶିକ୍ଷା ନ ସରିବା ପର୍ଯ୍ୟନ୍ତ ସେମାନେ ଘରକୁ ଆସୁନଥିଲେ। ଗୁରୁଜୀ ପ୍ରତ୍ୟକ୍ଷ ପରୀକ୍ଷା କରାଉଥିଲେ। କାମରେ କରିକି ସେ ଶିଷ୍ୟମାନେ ଦେଖାଉଥିଲେ। ସେଥିରେ କିଏ ସଫଳ ହେଲା, କିଏ ବିଫଳ ହେଲା ତାହା ଗୁରୁଜୀ ପରୀକ୍ଷା କରୁଥିଲେ। କିନ୍ତୁ ଆଜିକାର ଶିକ୍ଷା ବିପରୀତ ଧର୍ମୀ। ସହରମାନଙ୍କରେ ଛତୁ ଫୁଟିଲା ଭଳି ସବୁ ବିଦେଶୀ ପାଠ ଆସିଗଲା, ବିଦେଶୀ ସ୍କୁଲ ଖୋଲିଲା, ପାଠ ବିଦେଶୀ, ଶିକ୍ଷକ ସ୍ୱଦେଶୀ, ଛାତ୍ର ସ୍ୱଦେଶୀ। ତାପରେ ଆମେ ସଂସ୍କୃତି ଆମେ ବିଦେଶୀକୁ ଆପଣେଇ ନେଲୁ, ଇଂରାଜୀ ପାଠ ପଢ଼ିଲୁ, ମାତୃଭାଷାକୁ ଭୁଲିଗଲୁ, ଯାହାଦ୍ୱାରା ଆମେ ଚିଠି ଖଣ୍ଡେ ପଢ଼ିପାରୁନୁ, ପୁରାଣ ପାଠ ଆଉ ପଢ଼ିପାରିଲୁ ନାହିଁ। ଯେତେବେଳେ କୌଣସି ମନ୍ଦିର ମଠରେ ପୁରାଣ ପାଠ ହେଉଥିବ, ଯଦି କହିବେ ବାବୁ ତ ପଢ଼ୁଆ ପିଲା, ବହୁତ ପାଠ ପଢ଼ିଛି, MA କରିଛି, ତାକୁ ଟିକେ ଦିଅ ପୁରାଣ ପଢ଼ିବ, ସେତେବେଳେ ସେ କହେ ମୋତେ ଓଡ଼ିଆ ଜଣା ନାହିଁ। ସେତେବେଳେ ସବୁ ସରିଗଲା। ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ କଣରେ ଗଣିବା ଅଜ୍ଞାନ ରହିବେ କାହିଁ। ସେମାନେ ପାଠ ପଢ଼ିକି ମଧ୍ୟ ଅଜ୍ଞାନ, ତାଙ୍କର ତ ମାତୃଭାଷା ଜ୍ଞାନ ନାହିଁ। ଚାକିରି କରିବେ, ଘରକୁ ଟଙ୍କା ଆଣିବେ, ତାଙ୍କ ଘର ଚଳାଇବେ, ଘରୁ ତାଙ୍କର ଚାକିରି ସ୍ଥାନ ପୁଣି ଘର, ଏତିକିରେ ତାଙ୍କର ଦିନ କଟିଗଲା। ଆଉ ସମାଜ ସହିତ ଆଉ ତାଙ୍କର ତାଳମେଳ ନାହିଁ। ଆଜିକାର ଶିଷ୍ୟମାନଙ୍କ ଘରକୁ ଶିକ୍ଷକମାନେ ପାଠ ପଢ଼ାଇ ଯାଉଛନ୍ତି, ଯାହା କୁହାଯାଉଛି ଟ୍ୟୁସନ୍। ଯେଉଁଟା ଟ୍ୟୁଟର, ଗୃହ ଶିକ୍ଷକ, ଟ୍ୟୁସନ୍ ହେଉଛି ଘର ସ୍କୁଲ। ସେଇଥିରେ ସେଟା ହେଉଛି ବିକ୍ରି ପାଠ। କେତେ ପିଲାକୁ ପଢ଼ାଇବେ, କେତେ ଟଙ୍କା ନେବେ, ଟଙ୍କାରେ ମୂଳ ଚାଲ ହୁଏ। ଶିକ୍ଷକ ଯିବ, ଛାତ୍ରକୁ ପାଠ ପଢ଼ାଇବ,
ମାସ ପୁରିଲେ ଅଭିଭାବକ ଅଭିଭାବିକା ଟଙ୍କା ଗଣିଦେବେ। ତାଙ୍କର ଶିକ୍ଷକ ସହିତ ସମ୍ପର୍କ ନାହିଁ, ପାଠ ସହିତ ସମ୍ପର୍କ ଅଛି। ପିଲା ପାଠ ପଢ଼ିଲା, ଭଲ ମାର୍କ ରଖିଲା, ତେବେ ସେ ଶିକ୍ଷକ ଠିକ୍। ଯଦି ପିଲା ମାର୍କ କମ୍ ପାଇଲା ତାହେଲେ ଶିକ୍ଷକ ଆଉ ପଢ଼େଇ ଜାଣୁନାହିଁ, ପଇସା ବେକାର ଗଲା। ଯଦି ଶିକ୍ଷକ 2-4 ମିନିଟ୍ ବିଳମ୍ବ କଲା, ସେତେବେଳେ ଛାତ୍ର ପଚାରୁଛି, ଆଜ୍ଞା ଆଜି ଲେଟ୍ କରିଦେଲେ। ଏମିତିକି ସେ ପୁଅର ବାପା ମା ମଧ୍ୟ ଘଡ଼ି ଦେଖୁଥାନ୍ତି, ଆଜି କେତେ ସମୟରେ ଆସିଲେ ଶିକ୍ଷକ। କୌଣସି କାରଣରୁ ଶିକ୍ଷକଙ୍କର 1-2 ମିନିଟ୍ ଲେଟ୍ ମଧ୍ୟ ହେବ। ଏ ହେଉଛି ପ୍ରକୃତରେ ସମ୍ପର୍କ, ଆନ୍ତରିକତା। ଯେତେବେଳେ ଟ୍ୟୁସନ୍ ସରିଗଲା ତାପରେ ଆଉ ସେ ଶିକ୍ଷକ ଛାତ୍ର ମଧ୍ୟରେ ଆଉ କୌଣସି ସମ୍ପର୍କ ନାହିଁ। ଠିକ୍ ସେଭଳି ବିଦ୍ୟାଳୟରେ ମଧ୍ୟ ଏବେ ଲେଖା ହେଉଛି ଦଣ୍ଡମୁକ୍ତ ଅଞ୍ଚଳ। ନିଜର ପୁଅ ଯାହା, ସେ ଛାତ୍ର ତାହା। ଶିକ୍ଷକମାନେ କେମିତି ଛାତ୍ରର ଉନ୍ନତି ହେଉ ତାଙ୍କୁ ଡରେଇବା ପାଇଁ ଧମକ ଚମକ ଦିଅନ୍ତି କିମ୍ବା ଫାଙ୍କା ଆବାଜ କରି 1-2 ଥାପଡ଼ ଦିଅନ୍ତି। ଏହି ଖବର ଯଦି ପହଞ୍ଚିଗଲା ଘରେ ତାହେଲେ ହେଇଗଲା ମହାଭାରତ। ପୁଅର ବାପା ମା, ତାର ସମ୍ପର୍କୀୟ ଦୌଡ଼ି ଆସିବେ ସ୍କୁଲକୁ। ସେହି ଜାଗାରେ ଶିକ୍ଷକର ମାନ ମହତ ସବୁ ସାରିଦେବେ। ସେମାନେ ସବୁବେଳେ ଶିକ୍ଷକକୁ ହିଁ ଦୋଷ ଦେବେ, କେବେ ନିଜର ଶିଶୁର ଆଉ ଭୁଲ ଧରିବେ ନାହିଁ। ସବୁବେଳେ ତାଙ୍କ ଶିଶୁଟା ସବୁବେଳେ ତାଙ୍କ ପାଇଁ ସୁନା ମୁଣ୍ଡା। ସେଇଥିରେ ଯାହା ହେବାର ଅଛି ତ ହେବ, ପାଟିତୁଣ୍ଡ ହେବ। ଏହାପରେ କିଛି ବର୍ଷ ପରେ ଯିଏ ଯା ବାଟରେ, ସେଇ ଛାତ୍ର ତ ବାପା ମା ଠାରୁ ମୁହଁ ପାଇଯାଇଛି। ଧୀରେ ଧୀରେ ସେ ବିଗିଡ଼ିବା ଆରମ୍ଭ କରିବ। ଏମିତି ବିଗିଡ଼ିଯିବ, ଘରେ ସେ ପିଲା ଯାହା ଚାହିଁଲେ ଦେଉଥିବେ। ପଇସା ଚାହିଁଲେ ଦେବେ, ମୋବାଇଲ ଚାହିଁଲେ ଦେବେ, ବାଇକ୍ ଚାହିଁଲେ ଦେବେ। କିନ୍ତୁ ବିଗିଡ଼ି ବିଗିଡ଼ି ଯେତେବେଳେ ଶେଷ ସୀମାରେ ପହଞ୍ଚିଯିବ, ସେତେବେଳେ ଆଉ କୌଣସି ରାସ୍ତା ନଥିବ, ନେଡ଼ିଗୁଡ଼ କହୁଣୀକୁ ବହିଯାଇଥିବ। ଏହି ସ୍ଥିତି ଆସିବ। କାହିଁକିନା ଯେତେବେଳେ ଶିକ୍ଷକମାନଙ୍କର ମନ ଅସନ୍ତୋଷ ହୁଏ, ତାଙ୍କୁ ବାଧେ, ସେହି ସମୟରେ ତାର ବିପରୀତ ଫଳଟା ଧୀରେ ଧୀରେ ଆସେ ସେ ଛାତ୍ର ପାଖକୁ, ଦେଖି ହୁଏ ନାହିଁ। ଏଭଳି ଆପଣମାନେ ମଧ୍ୟ ଦେଖିଥିବେ, ଯେଉଁ ଜାଗାରେ ଗୁରୁ ଶିଷ୍ୟ ମଧ୍ୟରେ ଫାଟ ସୃଷ୍ଟି ହେଉଛି, ବିନା କାରଣରେ ଶିକ୍ଷକଙ୍କୁ ଗାଳି ଗୁଲଜ କରୁଛନ୍ତି, ସେହି ସ୍ଥାନରେ ଦେଖିବ ସେ ଶିଷ୍ୟର ଅତି ଶୀଘ୍ର ପତନ ହେବ। ଅଧିକ ନାହିଁ, ସର୍ବାଧିକ 7 ବର୍ଷ 7 ମାସ 7 ଦିନ, ଏହି ଭିତରେ ଦେଖିବ ଧୀରେ ଧୀରେ ତା ପତନ ଆରମ୍ଭ ହୋଇଯିବ। ଯେକୌଣସି କାରଣ ହେଇଥାଉ, ପ୍ରତ୍ୟକ୍ଷ ହେଉ ପରୋକ୍ଷ ହେଉ। ତେଣୁକରି ଆମେ ଗୁରୁ ଶିଷ୍ୟ ସମ୍ପର୍କକୁ ବଜାୟ ରଖିବା। ଏବେ ଟଙ୍କା ପଇସାରେ ଆମେ ମୂଳଚାଲ କରିବା ନାହିଁ। ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର। ଗୁରୁଙ୍କୁ ସାମାନ୍ୟ ମଣିଷ ଭାବିବା ନାହିଁ, ସେ ଈଶ୍ୱର ସ୍ୱରୂପ। ସେ ଆମକୁ ବିପଦ ବେଳେ ଉପଦେଶ ଦିଅନ୍ତି। ତେଣୁକରି ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର, ଗୁରୁ ସାକ୍ଷାତ୍ ପରଂ ବ୍ରହ୍ମ ତସ୍ମୈ
तस्मै श्री गुरवे